ଆଜିରୁ ଆମେ ନବମ ଶ୍ରେଣୀ ପରୀକ୍ଷା ଉପଯୋଗୀର କିଛି ପ୍ରଶ୍ନ ଉତ୍ତର ଆଲୋଚନା କରିବୁ, ଯାହାକି ଅତ୍ୟନ୍ତ ଉପଯୋଗୀ ରହିଅଛି ପରୀକ୍ଷାରେ। ପ୍ରଥମେ ଆମେ ଦରଖାସ୍ତକୁ ଆଲୋଚନା କରିବୁ। କେଉଁ କେଉଁ ଦରଖାସ୍ତ ପରୀକ୍ଷା ଆସିବାର ସମ୍ଭାବନା ରହିଅଛି। ପ୍ରଥମ ରହିଅଛି ପରିତ୍ୟକ୍ତ ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଦରଖାସ୍ତ ଲେଖ। ପ୍ରଥମେ ଲେଖିବ ଜିଲ୍ଲାପାଳ ଖୋର୍ଦ୍ଧା ପ୍ରତଙ୍କ ପ୍ରାପ୍ତେଷୁ। ତାପରେ ଲେଖାଯିବା ଏହା ନିଜର ଜିଲ୍ଲା ନା ଏ ପ୍ରଶ୍ନରେ ଦିଆ ହୋଇଥିଲେ ଲେଖିବ, ନହେଲେ ନିଜର ଜିଲ୍ଲା ନା ଲେଖାଯିବ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷୟ ରହିଅଛି ପରିତ୍ୟକ୍ତ ପୁଷ୍କରିଣୀର ପୁନରୁଦ୍ଧାର ସମ୍ବନ୍ଧରେ। ମହାଶୟ, ଆପଣମାନେ ଜାଣି ଖୁସି ହେବେ ଯେ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗ ଏହି ଜିଲ୍ଲାର ଭୂତଳ ଜଳର ସମସ୍ୟା ସମାଧାନ ନିମନ୍ତେ ଏକ ଗଠନମୂଳକ କାର୍ଯ୍ୟ ଆରମ୍ଭ କରିଛି। ବିଭାଗ ପତ୍ରାଙ୍କ ଏତିକି ଦେଇଛି ଯେ ପତ୍ରାଙ୍କ ଥିବା ତାରିଖ ଅନୁଯାୟୀ ମୋ ଗାଡ଼ିଆ ଯୋଜନାରେ ପରିତ୍ୟକ୍ତ ପୁଷ୍କରିଣୀର ପୁନରୁଦ୍ଧାର ନିମିତ୍ତ ମିଳିଥିବା ଅର୍ଥରାଶିର ଆବଣ୍ଟନ ତାଲିକା ଏଥିସହିତ ପଠାଯାଉଛି। ଆପଣମାନେ ନିଜ ନିଜ ଅଞ୍ଚଳର ସମସ୍ତ କାର୍ଯ୍ୟ 2024 ମସିହା ମାର୍ଚ୍ଚ ମାସ ପୂର୍ବରୁ ଶେଷ କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି ରହିଛି। ଏ ଥିଲା ପୁଷ୍କରିଣୀର ପୁନରୁଦ୍ଧାର। ତାପରେ ଅଛି ଅତ୍ୟନ୍ତ ଉପଯୋଗୀ ବିଦ୍ୟୁତ ଖୁଣ୍ଟ ଥିବା ଖୋଲା ତାରକୁ କାଢ଼ି ତା ସ୍ଥାନରେ ପ୍ଲାଷ୍ଟିକ ଆବରଣ ଥିବା କେବୁଲ ଟାଣିବାକୁ ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ କନିଷ୍ଠ ଯନ୍ତ୍ରୀମାନଙ୍କୁ ପତ୍ର ଲେଖ। ଆଉ ଗୋଟିଏ ଦରଖାସ୍ତ ଅଛି, ଗ୍ରୀଷ୍ମ ଋତୁ ପୂର୍ବରୁ ତୁମ ଗ୍ରାମର ଅଚଳ ନଳକୂପ ଗୁଡ଼ିକର ମରାମତି ପାଇଁ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିକଟକୁ ଦରଖାସ୍ତ ଲେଖ। ଯିବ ମାନନୀୟ ଶ୍ରୀଯୁକ୍ତ ମୁଖ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଜଗତସିଂହପୁର, ଯାହାର ଯେଉଁ ଜିଲ୍ଲାର ନାଁ ଦେବ ମହୋଦୟ ସମୀପେଷୁ ମହାଶୟ, ନିବେଦନର ଅଭିପ୍ରାୟ ଏହିକି ଯେ ଆମେ ଜଗତସିଂହପୁର ଜିଲ୍ଲାର ଜାଇଁଲୋ ଗ୍ରାମର ଅଧିବାସୀ ଅଟୁ। ଆମ ଗ୍ରାମରେ ପ୍ରାୟ 2000ରୁ ଅଧିକ ଲୋକ ବାସ କରନ୍ତି। ପାନୀୟ ଜଳ ପାଇଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ, କାରଣ ଆମ ଗ୍ରାମରେ ଥିବା ନଳକୂପ ଗୁଡ଼ିକ ଅଚଳ ହୋଇଯାଇଛି। ମାତ୍ର 2ଟି ନଳକୂପ ଚାଲୁଛି। ସେଠାରେ ପାଣି ନେବା ପାଇଁ ପ୍ରବଳ ଭିଡ଼ ଜମୁଛି। ଆଗକୁ ଗ୍ରୀଷ୍ମ ଋତୁ ଆସୁଛି, ତେଣୁ ଅଚଳ ହୋଇ ପଡ଼ିଥିବା ନଳକୂପ ଗୁଡ଼ିକ ସଜାଡ଼ା ନ ହେଲେ ଆମ ଗ୍ରାମବାସୀ ପାନୀୟ ଜଳ ପାଇଁ ବହୁତ ହଇରାଣ ହୋଇଯିବୁ। ଏଣୁ ବିନୀତ ଅନୁରୋଧ କରୁ କି ଆପଣ ଦୟା ପରବଶ ହୋଇ ଏହାର ତଦନ୍ତ କରି ଗ୍ରୀଷ୍ମ ଋତୁ ପୂର୍ବ ଅଚଳ ହୋଇ ପଡ଼ିଥିବା ନଳକୂପ ଗୁଡ଼ିକୁ ମରାମତି କରାଇବାର ବ୍ୟବସ୍ଥା କରାଗଲେ ଆମେ ଉପକୃତ ହେବୁ। ତାପରେ ଲେଖିବ ଇତି ଆପଣଙ୍କ ବିଶ୍ୱାସ ବା ଗ୍ରାମର ଗ୍ରାମବାସୀ ବୃନ୍ଦ, କେତେ ଜଣଙ୍କ ନାଁ ଦେଇଦେବ। ତାପରେ ସାଇଟ୍ରେ ଗାଁର ନାମ, ତାପରେ ତାରିଖ। ତାପରେ ରହିଛି ପତ୍ର ଲିଖନ, ପରୀକ୍ଷା ଉପଯୋଗୀ ପତ୍ର ଲିଖନ। ଦେଖିଥିବା ବିଜ୍ଞାନ ମେଳା ବିଷୟରେ ତୁମର ଅନୁଭୂତି ବର୍ଣ୍ଣନା କରି ସାନ ଭଉଣୀ ନିକଟକୁ ପତ୍ର ଲେଖ। କେଉଁ ପ୍ରକାର ଲେଖିବ ତ ଦେଖ, ସ୍ନେହର ରୀତା, ମୋର ସ୍ନେହ ଶିଶା ନେବୁ। ବାପା ବୋଉଙ୍କୁ ମୋର ପ୍ରଣାମ ଜଣାଇ ଦେବୁ। ସାନ ଭାଇଙ୍କୁ ମୋର ସ୍ନେହ ଦେବୁ। ତୋର ଚିଠି କାଲି ପାଇଲି। ତୁ ଜାଣିବାକୁ ଚାହୁଁଛୁ ଆମ ବିଦ୍ୟାଳୟରେ ହୋଇଥିବା ବିଜ୍ଞାନ ମେଳା ବିଷୟରେ, ତାହା ତଳେ ଲେଖୁଅଛି। ତ ଏ ପ୍ରକାର ପତ୍ର ଲିଖନ ଆସିଲେ ଫାଷ୍ଟ ଇ ଲୋକ ଯେନ ଲେଖା ହେଇଛି, ମୋର ସ୍ନେହାଶିଷ ନେବୁ, ବାପା ବୋଉଙ୍କୁ ମୋର ପ୍ରଣାମ ଜଣାଇ ଦେବୁ, ଆଉ ସାନ ଭାଇକୁ ମୋର ସ୍ନେହ ଦେବୁ, ତୋର ଚିଠି କାଲି ପାଇଲି। ସବୁ ପତ୍ର ଲିଖନ ଏଇ ପ୍ରକାର ତମକୁ ଲେଖା ପଡବା।
ଗତ 12 ଜାନୁଆରୀରେ ଆମ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ତୁ ଜାଣି ଖୁସି ହେବୁ ଯେ ମୁଁ ମଧ୍ୟ ସେଇ ବିଜ୍ଞାନ ମେଳାର ଅଂଶଗ୍ରହଣ କରିଥିଲି। କୋମଲମତି ଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ଜାଗ୍ରତ କରିବା ପାଇଁ ବ୍ଲକ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ବିଜ୍ଞାନ ମେଳା ପ୍ରତିବର୍ଷ ଆୟୋଜନ କରାଯାଉଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ କୁନି କୁନି ବୈଜ୍ଞାନିକମାନେ ସେମାନଙ୍କର ପ୍ରକଳ୍ପ ଉପସ୍ଥାପନ କରିଥିଲେ। ପ୍ରାୟ 100 ପାଖାପାଖି ଷ୍ଟଲରେ ସୁନ୍ଦର ସୁନ୍ଦର ମଡେଲ ପ୍ରଦର୍ଶିତ ହୋଇଥିଲା। ଆସୁଥିବା ଦର୍ଶକମାନଙ୍କୁ ପ୍ରତିଯୋଗୀମାନେ ସେମାନଙ୍କର ପ୍ରକଳ୍ପ ବିଷୟରେ ପ୍ରାଞ୍ଜଳଭ ବୁଝାଇଲେ। ଏଥିରେ ସେମାନଙ୍କର ଗାଇଡ ଶିକ୍ଷକମାନେ ସହାୟତା କରିଥିଲେ। ଦିନ 3ଟା ସମୟରେ ବିଜ୍ଞାନ ଭିତ୍ତ ପ୍ରଶ୍ନମଞ୍ଚ ଅନୁଷ୍ଠିତ ହୋଇଥିଲା। ତୁ ଆସି ଦେଖିଲେ ଜାଣିଥାନ୍ତୁ ଯେ କୁନି କୁନି ପିଲାଙ୍କ ଭିତରେ କେତେ ପ୍ରତିଭା ଲୁଚି ରହିଛି। ଚିଠି ପାଇ ଚିଠି ଦେବୁ, ଏଇଟା ଦେଖି ଲେଖା ଅଛି, ଚିଠି ପାଇ ଚିଠି ଦେବୁ ରହିଲି। ତାପରେ ଏତେ ଠିକଣା ପୂଜା ରାଉତ, ଯିଏକି ତମେ ଲେଖୁଛ, ପ୍ରେରକ ସାହି ତମ ନାଗା ଥିବା, ଗ୍ରାହକ ତମେ ଯାହାକେ ଲେଖୁଛ। ଏଥିଲା କିଛି ଉପଯୋଗୀ ପ୍ରଶ୍ନ ଉତ୍ତର ପ୍ରତନିକଟ। ତାପରେ ରହିଛି ପରୀକ୍ଷା ତୁମର ପ୍ରସ୍ତୁତି ସମ୍ପର୍କରେ ବର୍ଣ୍ଣନା କରି ବାପାଙ୍କ ନିକଟକୁ ପତ୍ର ଲେଖ। ପୂଜ୍ୟ ବାପା ଲେଖିବ ଇଧାରେ ତମ ଜିଲ୍ଲା ନା ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ବୋଉଙ୍କୁ ପ୍ରଣାମ ଜଣାଇଦେବେ। ବବଲୁଙ୍କୁ ସ୍ନେହ, ଗତକାଲି ଆପଣଙ୍କ ଚିଠି ପାଇଲି। ଆପଣ ମୋର ପରୀକ୍ଷା ନିମିତ୍ତ ପ୍ରସ୍ତୁତି ସମ୍ପର୍କ ଜାଣିବାକୁ ଚାହାନ୍ତି। এই ଚିଠିରେ ସେ ସମ୍ପର୍କରେ ଲେଖୁଛି। ଯେହେତୁ ଏ ବର୍ଷ ମୋର 9ମ ଶ୍ରେଣୀ, ତେଣୁ ପୂର୍ବ ବର୍ଷ ଅପେକ୍ଷା ମୁଁ କଠିନ ପରିଶ୍ରମ କରୁଛି। ଦିନକୁ 12ରୁ 14 ଘଣ୍ଟା ପରିଶ୍ରମ କରୁଛି। ମୋର ଲକ୍ଷ୍ୟ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ପାଇବା। ନିୟମିତ ଶ୍ରେଣୀରେ ଶିକ୍ଷକଙ୍କ ପରାମର୍ଶରେ ପ୍ରତି ବିଷୟ ନୋଟ ପ୍ରସ୍ତୁତି କରୁଛି। ଗୋଟେ ରୁଟିନ ପ୍ରସ୍ତୁତି କରି ଦେଇଛି। ଏତିକି ଲେଖିବ। ତାପରେ ଚିଠି ପାଇ ଚିଠି ଦେବେ। ମୋ ପାଇଁ ଗୋଟେ ସୌରଭ ପ୍ରକାଶ ଟେଷ୍ଟ ପେପର ପଠାଇବେ। ଯେମିତି ଗୋଟେ ଗାଇଡର ନାମ ଲେଖିବ। ବବଲୁକୁ କହିବେ ମନ ଦେଇ ପାଠ ପଢିବ। ତାପରେ ଇତି ପ୍ରେରକ ହେଲେ ତମେ ଯେଟା ଲେଖୁଛ, ଯାହାକେ ତମେ ଲେଖିବ ହେଲା ସେ ଗ୍ରାହକ। ତାପରେ ରହିଛି ତୁମ ବଡ଼ ଭଉଣୀର ବିବାହ ଉତ୍ସବରେ ଯୋଗ ଦେବା ନିମନ୍ତେ ବନ୍ଧୁଙ୍କ ନିକଟକୁ ପତ୍ର ଲେଖ। ରଟିଲୋ ଯେନ୍ତାକି ଜାଗାର ନା ସ୍ନେହର ମାନସୀ, ମୋର ସ୍ନେହ ନେବୁ। ମଉସା ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇ ଦେବୁ। ସାନ ଭଉଣୀଙ୍କୁ ସ୍ନେହ ଶିଶା ଦିନ ହେଲା ତୋ ପାଖକୁ ଚିଠି ଲେଖିଲେନି। ଆଜି ଏକ ଖୁସିର ଅବସରରେ ଲେଖୁଛି। ତୁ ଜାଣି ଖୁସି ହେବୁ ଯେ ମୋର ବଡ଼ ଭଉଣୀ ମିତାର ବାହାଘର ଆସନ୍ତା ମାସ 2 ତାରିଖ ହେବା ପାଇଁ ସ୍ଥିର ହୋଇଛି। ଆଜିକା ସମାଜରେ ଜଣେ ଭଦ୍ର ପରିବାର ଭଲ ବର ମିଳିବା ଯେତେ କେତେ କଷ୍ଟ ତାହା ତୁ ଜାଣୁ। ଲେଖିକରି ତା ଭିତରେ ଠିକଣା ପ୍ରେରକ ଗ୍ରାହକ। ଆଉ ଗୋଟେ ହେଲା ପତ୍ର ଲିଖନ ବ୍ୟାୟାମର ଉପକାରିତା ସମ୍ପର୍କରେ ଦର୍ଶାଇ ତୁମ ସାନ ଭାଇଙ୍କ ନିକଟକୁ ପତ୍ର ଲେଖ। ଏଇଟା ବି ଅତ୍ୟନ୍ତ ଜରୁରୀ ଅଛି। ମୋର ସ୍ନେହ ଶିଷ ଗ୍ରହଣ କରିବୁ। ବାପା ବୋଉଙ୍କୁ ମୋର ପ୍ରଣାମ ଜଣାଇ ଦେବୁ। ବାପା ମୋ ପାଖକୁ ଚିଠି ଦେଇଥିଲେ, ସେଥିରୁ ଜାଣିଲି ତୋ ଦେହ ଭଲ ରହୁନି। ଏ ବର୍ଷ ମଧ୍ୟ ପରୀକ୍ଷାରେ ଭଲ କରିନୁ। ତୋର ଜାଣିବା ଉଚିତ ସୁସ୍ଥ ସବଳ ଶରୀର ନ ରହିଲେ କେହି କେବେ କୌଣସି କାର୍ଯ୍ୟରେ ସଫଳତା ହାସଲ କରିପାରେ ନା। ଏ ଥିଲା ବ୍ୟାୟାମର ଉପକାରୀ କିଛି ତମକୁ ଲେଖିକି ଚିଠି ଲେଖିବା ପରେ ପ୍ରେରକ ଗ୍ରାହକ ଲେଖିବ। ତାପରେ କିଛି ରଚନା ହେଲା ଅତ୍ୟନ୍ତ ଉପଯୋଗୀ ରଚନା। ଆଦର୍ଶ ଛାତ୍ର
ତାପରେ ହେଲା ସମ୍ବାଦପତ୍ର, ଦୂରଦର୍ଶନ, ସାହିତ୍ୟ ଓ ବିଜ୍ଞାନ। ତାପରେ ରହିଅଛି ସବୁ ସାଙ୍ଗ ଋତୁର ରଚନା। ଋତୁ ଯେତେବେଳେ ସବୁ ଋତୁ ଅଛି 6ଟି ଋତୁ ଭିତରୁ ଯେକୌଣସି ଗୋଟେ ଆସିବ ଋତୁ। ତୁମ ଜୀବନର ଲକ୍ଷ୍ୟ, ତାପରେ ତୁମର ପ୍ରିୟ ଖେଳ। ଏସବୁ ହେଲା ରଚନା ପରୀକ୍ଷା ଉପଯୋଗୀ।